ନମସ୍କାର। ମୁଁ ହତୀଶ ରଞ୍ଜନ ପ୍ରଧାନ ଟିଚିଂ ଅଫ୍ ଫିଲୋସଫିକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ତେବେ ଆଜି କେତେଗୁଡ଼ିଏ କଲେଜ ତରଫରୁ ଭ୍ୟାକେନ୍ସି ଆସିଛି, ଯାହା ଗେଷ୍ଟ ଫାକଲ୍ଟି ପୋଷ୍ଟ ରହିଛି। ଆସନ୍ତୁ ନଜର ପକାଇବା କେଉଁ କେଉଁ କଲେଜରେ ଏବଂ କେଉଁ କେଉଁ ପୋଷ୍ଟରେ ଭ୍ୟାକେନ୍ସି ରହିଛି। ତା ପୂର୍ବ ଯଦି ଆପଣମାନେ ଆମର ୟୁଟ୍ୟୁବ୍ ଚ୍ୟାନେଲରେ ନୂଆ ଥାଆନ୍ତି, ତାହେଲେ ଆମର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ସାଙ୍ଗମାନଙ୍କୁ ସେୟାର କରନ୍ତୁ ଏବଂ ଲାଇକ୍ କରିବେ। ଆସନ୍ତୁ ନଜର ପକାଇବା ପ୍ରଥମେ କ'ଣ ରହିଛି। ଅଫିସ୍ ଅଫ୍ ଦ ପ୍ରିନ୍ସିପାଲ, ଡୁଙ୍ଗୁରିପାଲି କଲେଜ, ଡୁଙ୍ଗୁରିପାଲି, ଏହା ସମ୍ବଲପୁର ଡିଷ୍ଟ୍ରିକ୍ଟରେ ବିଲଙ୍ଗ କରୁଛି। ଯଦି ଆମେ ଦେଖିବା ୱାକିଂ ଇଣ୍ଟରଭ୍ୟୁ ଅଛି। ଇଣ୍ଟରଭ୍ୟୁ ଡେଟ୍ ହେଉଛି 14/9/2025 ସଣ୍ଡେ ଦିନ ରଖିଛନ୍ତି। 9:30 AM ବେଳେ ରିପୋର୍ଟିଂ ଟାଇମ୍ ସେମାନଙ୍କର ଅଛି ଏବଂ ଏହା ପିଓରଲି ଗେଷ୍ଟ ଫ୍ୟାକଲ୍ଟି ପୋଷ୍ଟ। ଏକାଡେମିକ୍ ସେସନ୍ 25 to 26 ପର୍ଯ୍ୟନ୍ତ ରହିଛି। ଯେଉଁମାନେ ଇଣ୍ଟରେଷ୍ଟେଡ୍ ଇଣ୍ଟରଭ୍ୟୁ ଦେବା ପାଇଁ ଅରିଜିନାଲ୍ ଡକୁମେଣ୍ଟ ସହିତ ୱାନ୍ ସେଟ୍ ଅଫ୍ ଫଟୋକପି ଅଫ୍ ସାର୍ଟିଫିକେଟ୍ ଆଣ୍ଡ ମାର୍କସିଟ୍ ଫ୍ରମ୍ CHSC ଅନୱାର୍ଡ଼ ୱିଥ୍ ବାୟୋଡାଟା ସହିତ ଇଣ୍ଟରଭ୍ୟୁ ଆଟେଣ୍ଡ କରନ୍ତୁ। ଏବଂ କେଉଁ କେଉଁ ପୋଷ୍ଟରେ କେଉଁ କେଉଁ କ୍ୱାଲିଫିକେସନ୍ କ'ଣ ରହିଛି ଦେଖିବାକୁ ଆସନ୍ତୁ। ଲେକ୍ଚର ଇନ୍ ଓଡ଼ିଆ ପାଇଁ ଗୋଟେ ପୋଷ୍ଟ ରହିଛି। MA ଇନ୍ ଓଡ଼ିଆ ୱିଥ୍ ମିଡ଼ିୟମ୍ 55% ମାର୍କ ରହିଥିବା ଆବଶ୍ୟକ। ସେମିତି ଲେକ୍ଚର ଇନ୍ ପଲିଟିକାଲ୍ ସାଇନ୍ସ ପାଇଁ 1 ପୋଷ୍ଟ ରହିଛି। MA ଇନ୍ ପଲିଟିକାଲ୍ ସାଇନ୍ସ ୱିଥ୍ ମିନିମମ୍ 55% ରଖିଥିବା ନିହାତି ଆବଶ୍ୟକ। ଏବଂ ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍ ପାଇଁ 1 ପୋଷ୍ଟ ରହିଛି, ଯାହାକି ବ୍ୟାଚଲର ଡିଗ୍ରୀ ଇନ୍ ଲାଇବ୍ରେରୀ ଆଣ୍ଡ ଇନଫର୍ମେସନ୍ ସାଇନ୍ସ କରିଥିବା ନିହାତି ଆବଶ୍ୟକ। ଆସନ୍ତୁ ଆଉ ଗୋଟେ କଲେଜ ତରଫରୁ ମଧ୍ୟ ଭ୍ୟାକେନ୍ସି ଆସି ଦେଖିବା। ବ୍ରହ୍ମପୁର ସିଟି କଲେଜ, ବ୍ରହ୍ମପୁର, ଯାହା ଗଞ୍ଜାମରେ ବିଲଙ୍ଗ କରୁଛି। ଆସନ୍ତୁ ଦେଖିବା, ଏହା ୱାକିଂ ଇଣ୍ଟରଭ୍ୟୁ ଅଛି। ଇଣ୍ଟରଭ୍ୟୁ ଡେଟ୍ ଏହାର ଅଛି 12/9/2025 ରଖାହେଇଛି ଏବଂ ରିପୋର୍ଟିଂ ଟାଇମ୍ 11ଟା ବେଳେ ରଖାହେଇଛି। ଏହା ପିଓରଲି ଲେଖା ହେଇଛି କି 45 days କଣ୍ଟ୍ରାକ୍ଚୁଆଲ୍ ନେଚର୍ ଆଣ୍ଡ ରିମ୍ୟୁନରେସନ୍ ବେସିକ୍ରେ ରହିବ। ଏବଂ ଯେଉଁମାନେ ପିଜି କ'ଣ ନା, ଏହାର ସବଜେକ୍ଟ ହେଉଛି ଲେକ୍ଚର ଇନ୍ IT ପାଇଁ, IT ବା କମ୍ପ୍ୟୁଟର ସାଇନ୍ସ ପାଇଁ ରହିଛି। ସେଲ୍ଫ ଫାଇନାନ୍ସ କୋର୍ସ, ଯେଉଁମାନେ ପିଜିରେ 55% ମାର୍କ ରଖି ପାସ୍ ହୋଇଥିବେ, ସେମାନେ ଏହି ଇଣ୍ଟରଭ୍ୟୁ ଆଟେଣ୍ଡ କରିପାରିବେ ଏବଂ ଆପ୍ଲାଏ ବି ମଧ୍ୟ କରିପାରିବେ। ଏହାର ସାଲାରୀ ମଧ୍ୟ କିଛି ଲେଖାଯାଏ ନାହିଁ। ଆପଣ ଇଣ୍ଟରଭ୍ୟୁ ଦେଲା ମାନେ ସେହି ସମୟରେ ଆପଣଙ୍କୁ କହିବେ। ଯେଉଁମାନେ ଇଣ୍ଟରେଷ୍ଟେଡ୍ ନିହାତି ଆଟେଣ୍ଡ କରନ୍ତୁ ଏବଂ ନିଜର ସମସ୍ତ ସାର୍ଟିଫିକେଟ୍ ଏବଂ ଏହାର ଜେରକ୍ସ କପି ସହିତ ବାୟୋଡାଟା ଏବଂ ଫଟୋ ନେଇକରି ଇଣ୍ଟରଭ୍ୟୁ ଆଟେଣ୍ଡ କରନ୍ତୁ। ସମସ୍ତଙ୍କୁ ଅଲ୍ ଦ ବେଷ୍ଟ। ରହୁଛି, ନମସ୍କାର।